କୁକୁର ଯଦି ବିକଳ ହେଇକି କାନ୍ଦୁଛି, ଗୋଛାଏ ଶୁଖିଲା କାଠକୁ କେହି ଯେମିତି ଜୋର କରିକି ପକାଇ ଦେଉଛି କିମ୍ବା ଲେନ୍ଥାଏ ବାସନକୁ ଧାଇଁ କରି କଚାଡ଼ି ଦେଉଛି, ଏହିଭଳି ଶବ୍ଦ ଯଦି ଶୁଭୁଛି ତାହେଲେ ପୂର୍ବ କାଳରେ ଲୋକେ କହୁଥିଲେ ଯଦି କୌଣସି ବୟସ୍କ ଲୋକ ବେମାର ପଡ଼ିଛି ତାହେଲେ ସେ ଲୋକଟିର ମୃତ୍ୟୁ ହେଇଯିବ। এই ভিডিଓଟିକୁ ଦେଖନ୍ତୁ। ଏଠି ଗୋଟେ ଜୀବ କୌଣସି ଗୋଟେ ଜିନିଷ ଦେଖି ଡରି ଯାଉଛି, ଯାହାକୁ କି ଆମେ ଖାଲି ଆଖିରେ ଦେଖିପାରୁନାହୁଁ। ଏହାର କିଛି ସମୟ ପରେ ଜୀବଟି ଛଟପଟ ହୋଇ ମରିଯାଉଛି। ଏବେ ଆଉ ଏକ ସିସିଟିଭି ଫୁଟେଜ ଦେଖନ୍ତୁ। ଏଠି ଲୋକଟିକୁ କିଛି ଭୟଙ୍କର ଦେଖାଯାଉଛି, ଯାହାକୁ କି ସେ ମାରିବାକୁ ଚେଷ୍ଟା କରୁଛି, କିନ୍ତୁ ଆମକୁ ଖାଲି ଆଖିରେ ଦେଖାଯାଉ ନାହିଁ। କିଛି ସମୟ ପରେ ଲୋକଟିର ମୃତ୍ୟୁ ହୋଇଯାଉଛି। ତେବେ କ'ଣ ଏମାନଙ୍କୁ ମୃତ୍ୟୁ ଆସିବା ପୂର୍ବରୁ ଯମଦୂତମାନେ ଦେଖାଯାଉଛନ୍ତି? ଆମ ପୁରାଣରେ ବି କୁହାଯାଇଛି କୌଣସି ଜୀବର ମୃତ୍ୟୁ ସମୟ ଆସିଲେ ତାକୁ କିଛି ଅଦୃଶ୍ୟ ଶକ୍ତି କିମ୍ବା ଯମଦୂତ ଦେଖାଯାଇଥାନ୍ତି। ମୃତ୍ୟୁ ସମୟ ପାଖେଇ ଆସିଲେ ବ୍ୟକ୍ତି ଉପରକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଥାଏ, ତାକୁ କୁଆଡ଼େ କିଛି ଦେଖାଯାଇଥାଏ। ପ୍ରକୃତରେ କ'ଣ ଏହି କଥା ସତ? କମେଣ୍ଟରେ କୁହନ୍ତୁ।